ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ହେଉଛି ଆମର ଡେ 3, ଯୁଆଡ଼ିକି ଆମେ ବାହାରିଥିଲୁ ଟୁଟୁମା ଜଳପ୍ରପାତ, ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଜଳପ୍ରପାତ। ଓ ତାପରେ ଆମେ ଯାଇଥିଲୁ ଦେଓମାଳି। ଆଉ ଆଗକୁ ଚାଲନ୍ତୁ ଭିଡ଼ିଓରେ ଦେଖିବେ ଆପଣମାନେ। ଏହି ନଦୀକି ଟିକେ ଦେଖନ୍ତୁ। ଏହି ନଦୀଟି ହେଉଛି ମାଛକୁଣ୍ଡ ନଦୀ। ଏହାପରେ ଆମେ ଗୋଟେ ଡ୍ୟାମ୍ ଟିକେ ଆସିଥିଲୁ, ଯାହାର ନାଁ ହେଉଛି ମାଛକୁଣ୍ଡ ଡ୍ୟାମ୍, ଯେଉଁଟାକି ମାଛକୁଣ୍ଡ ନଦୀ ଉପରେ ନିର୍ମାଣ କରାଯାଇଅଛି। ଓ ଏହି ଡ୍ୟାମ୍ଟିର ଅଧେ ଭାଗ ଯାଉଛି ଓଡ଼ିଶା ପଟେ, ଆଉ ଅଧେ ଭାଗ ଯାଉଛି ଆନ୍ଧ୍ରା ପଟେ। ଆଉ ଡ୍ୟାମ୍ଟା କହିବାକୁ ଗଲେ ଓଡ଼ିଶା ଆନ୍ଧ୍ର ବର୍ଡର। ଡ୍ୟାମ୍ଟିକୁ ଦେଖି ସାରି ଆମେ ଯାଇଥିଲୁ ଟୁଟୁମା ଜଳପ୍ରପାତ। ଦେଖିପାରୁଥିବେ ଏଣ୍ଟ୍ରାନ୍ସ ଗେଟ୍ଟା। এই ଏଣ୍ଟ୍ରାନ୍ସ ଗେଟ୍ ଦେଇ ଆମେ ଯାଇଥିଲୁ ଟୁଟୁମା ଜଳପ୍ରପାତର ଭ୍ୟୁ ପଏଣ୍ଟକୁ। ସାଙ୍ଗମାନେ, ଟୁଟୁମା ଜଳପ୍ରପାତର ଭ୍ୟୁ ଟିକେ ଦେଖନ୍ତୁ। এইଭଳି ଭ୍ୟୁ ଦେଖିକି ରହି ହେଲାନି, ଗୋଟେ ସିନେମାଟିକ୍ ସଟ୍ ନେଇଗଲୁ। ତାପରେ ଟିକେ ଟିକେ ବର୍ଷା ମଧ୍ୟ ଟିକେ ଆରମ୍ଭ ହୋଇଯାଇଥିଲା। ଓ ସେଠାରେ ଆମେ ଖାଇ ପିଇ ବାହାରି ପଡ଼ିଥିଲୁ ଦେଓମାଳି ପାହାଡ଼ ଆଡ଼ିକି। ଦେଓମାଳି ପାହାଡ଼ ଉପରେ ଚଢ଼ିଲା ବେଳକୁ ଦେଖିପାରୁଥିବେ କୁହୁଡ଼ି କୋଉ ଭଳି ଭାବରେ ହେଇଛି, ଆଉ ଦେଖାଯାଉନଥାଏ ମଧ୍ୟ ଆମକୁ। ବର୍ତ୍ତମାନ ସନ୍ଧ୍ୟା 6ଟା। ଦେଓମାଳି ପର୍ବତ ଉପରେ ଚାରିଆଡ଼େ ପୁରା ବାଦଲ। ଶୀତ ପୁରା ଅଲଗା ପ୍ରକାର। ଏଇଟା ଆମ ଟେଣ୍ଟ ପୁରା ବ୍ୟବସ୍ଥା ହେଇଯାଇଛି। ଆଜି ରାତି ଏଇଠି ପୁରା। ତାପରେ ଆମେ ସେଠାରେ ସୁପ୍ କରିକି ପିଇଥିଲୁ। ଏଠି ସୁପ୍ ବନା ହେଉଛି। କିନ୍ତୁ ଆମ ଟେଣ୍ଟ ଏପଟେ ଓଦା ହେଇଗଲାଣି, ତ ଆମେ କ'ଣ କରିବୁ ଭାବୁଛୁ। ତ ସେଥିପାଇଁ କିଛି ମୁଣ୍ଡକୁ ଆଇଡ଼ିଆ ଆସିଲାନି, ତ ଆମେ ସୁପ୍ କରିକି ପିଉଛୁ। ଦରକାର ପଡ଼ିଲେ ରାତି ଅଧରେ ଟେଣ୍ଟ ଭାଙ୍ଗି ଘରକୁ ପଳେଇବୁ। ସୁପ୍ ସରିଲା ପରେ ତାପରେ ଆମେ ମ୍ୟାଗି ବନେଇଥିଲୁ। ଏଇଟା ଦେଖନ୍ତୁ ଦେଓମାଳି ପାହାଡ଼ର ସକାଳ। ଗୋଟେ ଦିନ ରାତିରେ କ୍ୟାମ୍ପିଂ କରିସାରିଲା ପରେ ଦେଖିପାରୁଥିବେ ସକାଳେ କୋଉ ଭଳି ଭାବରେ କୁହୁଡ଼ି ହେଇଛି ପାହାଡ଼ ଉପରେ। ତାପରେ ସେଠାରେ କ୍ୟାମ୍ପିଂ ସାରି ଆମେ ସକାଳୁ ସକାଳୁ ବାହାରି ପଡ଼ିଥିଲୁ ପୁରୀ ଅଭିମୁଖେ। ପାହାଡ଼ରୁ ତଳକୁ ଓହ୍ଲାଇଲା ସମୟରେ ଦେଖିପାରୁଥିବେ କେମିତିକା ଭ୍ୟୁ।
ସେଠୁ ଆମେ ତାପରେ ଯାଇଥିଲୁ ରଥିବାଲି ୱାଟରଫଲ୍, ଯେଉଁଟାକି କୋରାପୁଟର ଶେଷ ଗାଁ କୋଟିଆ, ସେଇଠି ଅବସ୍ଥିତ। ସେଇଟା ଏତେ ଖାସ୍ ନଥିଲା, ତଥାପି ଯାଇକି ସେଠି ଦେଖିକି ତାପରେ ପଳେଇ ଆସିଥିଲୁ। ଏଇଟା ଦେଖନ୍ତୁ ଷ୍ଟ୍ରବେରୀ ବଗିଚା, ଆଉ ଷ୍ଟ୍ରବେରୀ ଟିକେ ଦେଖନ୍ତୁ କୋଉଭଳି ଭାବରେ ହେଇଛି। କୋରାପୁଟରେ ଏବେ ବି ମଧ୍ୟ ସେଇ ପୁରୁଣା କାଳିଆ ଗାଡ଼ି ଚାଲୁଛି, ଦେଖିପାରୁଥିବେ ଆପଣମାନେ ଜିପ୍। ରିଟର୍ନ କଲା ବେଳକୁ ଆମେ ରାୟଗଡ଼ା ଗଜପତି ଦେଇକି ନ ଆସି ଆମେ ଆନ୍ଧ୍ରା ପଟେ ଆସିଥିଲୁ, ଯେଉଁଟାକି ଆମେ ସାଲୁର ଘାଟି ଦେଇକି ଆସିଥିଲୁ, ଯେଉଁଟାକି ସବୁଠୁ ଖତରନାକ ଘାଟି ଓଡ଼ିଶାରେ। ଆଉ ସେଠାରୁ ଆମେ ବିଜୟନଗରମ ସିଟି ଆଉ ଶ୍ରୀକାକୁଲମ ଟାଉନ୍ ଦେଇକି ଓଡ଼ିଶା ଭିତରକୁ ଏଣ୍ଟ୍ରି କରିଥିଲୁ। ତାପରେ ଆମେ ବ୍ରହ୍ମପୁର NH ଦେଇକି ଡାଇରେକ୍ଟ ପୁରୀ ଅଭିମୁଖେ ବାହାରିଥିଲୁ।